ବର୍ଷ ବର୍ଷ ଧରି ଲାଗି ରହିଥିବା ସଂଘର୍ଷ ପରେ ଭାରତକୁ ଇଂରେଜମାନଙ୍କଠାରୁ ସ୍ୱାଧୀନତା ମିଳିଥିଲା। ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ ଏବଂ ଭଗତ ସିଂ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଏହାର ଶ୍ରେୟ ଦିଆଯାଇଥିଲା। କିନ୍ତୁ ଏହିଭଳି ଅନେକ ଥିଲେ ଯେଉଁମାନଙ୍କ ଅତୁଳନୀୟ ବଳିଦାନ ସତ୍ତ୍ୱେ ସେମାନଙ୍କ ନାମ ଅଜ୍ଞାତରେ ଅନ୍ଧାରେ କେଉଁଠି ହଜିଗଲା। ତ ଏହିଭଳି ହିଁ ଏକ ନାମ ହେଉଛି ମୀରା ଆର୍ଯ୍ୟା। ମୀରା 5 ମାର୍ଚ୍ଚ 1902ରେ ଉତ୍ତରପ୍ରଦେଶରେ ବାଗପାଟ ଜିଲ୍ଲା ଖେକ୍ରାରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସେଠ ଖଜୁମାଲଙ୍କ ଝିଅ ଥିଲେ। ଅତି କମ୍ ବୟସରୁ ହିଁ ସେ ସ୍ୱତନ୍ତ୍ରତା ଆନ୍ଦୋଳନରେ ସାମିଲ ହେବା ସହିତ ଦେଶ ପ୍ରତି ନିଜର ସମର୍ପଣ ଭାବ ଦେଖାଇବା ଆରମ୍ଭ କରିଦେଇଥିଲେ। କମ୍ ବୟସରୁ ହିଁ ମୀରାଙ୍କର ବିବାହ ଶ୍ରୀକାନ୍ତ ଜୟରଞ୍ଜନ ଦାସ ନାମକ ଜଣେ ବ୍ୟକ୍ତିଙ୍କ ସହିତ କରାଇ ଦିଆଯାଇଥିଲା। ଗୋଟିଏ ପଟେ ଶ୍ରୀକାନ୍ତ ବ୍ରିଟିଶ ସରକାରଙ୍କ ପାଇଁ କାମ କରୁଥିବା ବେଳେ ଅନ୍ୟପକ୍ଷରେ ମୀରା ବିବାହ ପରେ ମଧ୍ୟ ସ୍ୱାଧୀନତା ସଂଗ୍ରାମ ଜାରି ରଖିଥିଲେ ଏବଂ ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇଯାଇଥିଲେ। ଶ୍ରୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ମୀରା ଝାନ୍ସୀ ରେଜିମେଣ୍ଟରେ ସାମିଲ ହୋଇଥିଲେ। ତେବେ ତାଙ୍କ ସ୍ୱାମୀ ଶ୍ରୀକାନ୍ତଙ୍କୁ ବ୍ରିଟିଶ ସରକାର ଗୁପ୍ତଚର ଭାବରେ ପଠାଇବା ସହିତ ସୁଭାଷ ଚନ୍ଦ୍ର ବୋଷଙ୍କୁ ହତ୍ୟା କରିବାକୁ ଦାୟିତ୍ୱ ଦେଇଥିଲେ। ଶ୍ରୀକାନ୍ତ ଅନେକ ଥର ଚେଷ୍ଟା ମଧ୍ୟ କରିଥିଲେ। ଏହା ବିଷୟରେ ଜାଣିବା ପରେ ମୀରା ନିଜେ ନିଜ ସ୍ୱାମୀଙ୍କୁ ହତ୍ୟା କରିଦେଇଥିଲେ, ଯାହାପରେ ତାକୁ ଗିରଫ କରାଯାଇ ଆଣ୍ଡାମାନରେ ବନ୍ଦୀ କରି ଦିଆଯାଇଥିଲା। ସେଠାରେ ଅନେକ ନିର୍ଯାତନା ଦିଆଯିବା ସହିତ ସୁଭାଷ ବୋଷଙ୍କ ଠିକଣା ବିଷୟରେ ମୀରାଙ୍କୁ ପଚରାଯାଇଥିଲା। ଏପରିକି ଏହି ସମୟ ମଧ୍ୟରେ ତାଙ୍କ ସ୍ତନ ମଧ୍ୟ କାଟି ଦିଆଯାଇଥିଲା। କିନ୍ତୁ ଦେଶକୁ ଭଲ ପାଉଥିବା ମୀରା ନିଜ ମୁହଁ ଖୋଲି ନଥିଲେ। ଦେଶ ସ୍ୱାଧୀନତା ପାଇବା ପରେ ମୀରା ଜେଲରୁ ମୁକୁଳିଥିଲେ, ଯାହାପରେ ହାଇଦ୍ରାବାଦରେ ବୁଲବିକି ସେ ବଞ୍ଚୁଥିଲେ। 1998 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ଆଗକୁ ତାଙ୍କ ନାମରେ ଏକ ଚଳଚ୍ଚିତ୍ର ମଧ୍ୟ ରୂପେଲି ପରଦାରେ ଆସିବାକୁ ଯାଉଛି। ତ ଦର୍ଶକ ବନ୍ଧୁ, ଆପଣଙ୍କୁ ଏହି ମତାମତଟି କେମିତି ଲାଗିଲା? ଯଦି ଭଲ ଲାଗିଥିବ ଲାଇକ୍ ନିଶ୍ଚିତ କରନ୍ତୁ, ମତାମତ କମେଣ୍ଟ କରି ଦିଅନ୍ତୁ। ପୁଣି ଦେଖା ହେବ ଏମିତି ନୂଆ ଏକ ଭିଡ଼ିଓ ନେଇ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ।